କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଭୁବନେଶ୍ୱରରୁ ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ତାଙ୍କୁ ପ୍ରଶାସନ ଓ ବିଭିନ୍ନ ମହିଳା ଗ୍ରୁପ୍ ତଥା କଳାହାଣ୍ଡିର ସଭାପତି ଯୁଗଳ ପୋଡ଼ଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। ତାପରେ ଗାଡ଼ି ଦ୍ୱାରା ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର ଯୋଗମାୟା ପୀଠକୁ ପରିଦର୍ଶନ କରିଥିଲେ। ମା ଯୋଗମାୟାକୁ ଦର୍ଶନ କରି ମନ୍ଦିର ପରିସର ବୁଲିଥିଲେ ଓ ଯୋଗମାୟା ମନ୍ଦିର କମିଟି ତରଫରୁ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଲୋକଙ୍କ ସରକାରର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବହୁ ଅପେକ୍ଷିତ ମା ଯୋଗମାୟା ପୀଠକୁ ପର୍ଯ୍ୟଟନସ୍ଥଳୀ ଭାବେ ସ୍ୱୀକୃତି ପ୍ରଦାନ କରିବା ସହ 12 କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ କରି ଶୀଘ୍ର କାମ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। केसिंगार बीजेपी सभापति पिंकू परिडांक नेतृत्व में केसिंगा बीजेपी कार्यालय सामने केसिंगा बीजेपी कर्मी द्वारा तांकू भव्य स्वागत करा जायतिला। तापरे जगन्नाथ मंदिर को परिदर्शन पूर्वक प्रभु जगन्नाथ को दर्शन करी सिटीजन फोरम केसिंगा तरफ आयोजित वार्षिक उत्सव 2026 रे मुख्य अतिथि भाव योगदान करथिले उपमुख्यमंत्री श्रीमती प्रभाती परिड़ा। सिटीजन फोरम रो सभापति हेमसागर साहंको नेतृत्व में संपादक चंद्रशेखर आचार्य द्वारा 10 दफा दाबीपत्र उपस्थापन करा जायतिला। केसिंगा कोणार्क मिल्स पुनरुद्धार, जोगमाया पीठर उन्नतीकरण, डैम्र प्राकृतिक सौंदर्यकरण, शैवपीठ बेलखंडी मंदिर उन्नतीकरण तथा केसिंगार विभिन्न समस्या उपरे दाबी उपस्थापन करा जायतिला। केसिंगा सहर स्थित पीएम श्री हाईस्कूल रे नवनिर्मित बालक हॉस्टेल उद्घाटन करथिले एवं केसिंगा पंचायत समिति रे समन्वित शिशु विकास योजना और मिशन शक्ति विषय रे विभागीय अधिकारी सह आलोचना करथिले उपमुख्यमंत्री श्रीमती प्रभाती परिड़ा। आज गोटे एक दिनिया कलाहांडी गस्तरे आसीचे। केसिंगार सिटीजन फोरम रो निमंत्रण थिला एवं विभागीय रिव्यू थिला। टूरिज्म सेंटर हिसाब रे जोगमाया को पीठ को टूरिज्म रो मान्यता आउ आर्थिक अनुदान पाई मु देखिली। आमे जोगमाया को पीठर आधुनिकरण बा डेवलपमेंट पाई 10 कोटी टंकार व्यवस्था टूरिज्म विभाग करिवो एवं ताको पर्यटन स्थली मान्यता मिलिमो। बाकी ये जिलार रिव्यू रे आमे जो सरकार फ्लैगशिप प्रोग्राम सुभद्रा योजना एथिरे 4,10,732 महिला के आवेदन करथिले सुभद्रा पाई। आमे सिथिरु 3,75,556 जन महिला को सीधा सड़क डीबीटी जरिया रे आमे आर्थिक सहायता प्रदान करूँ। सुभद्रार हिताधिकारी एठी 3,75,556 लक्षपति दीदी जो योजना अच्छी कलाहांडी जिले रे सबुठू टार्गेट को अचीव करिवारे कलाहांडी जिलार प्रशासन एक प्रमुख भूमिका रे नैचंती। 24-25 रे आमे संभाव्य करिथिलु 93,376 सेथिरु 87,000 को आमे लक्षपति दीदी रे परिणत करैछु। एथर आमे पाखापाखी 84,485 जन महिला 1 लाख टंकारु अधिक आय करूचंती
ତେଣୁ ପାଖାପାଖି 97% ମହିଳା ଯେତିକି ଆମେ ଟାର୍ଗେଟ କରିଥିଲୁ ସେଥିରେ ଆମେ ଲକ୍ଷପତି ବୃଦ୍ଧି କରିବାରେ ସକ୍ଷମ ହେଇଛୁ। 25-26 ଆର୍ଥିକ ବର୍ଷରେ ଆମ ପାଇଁ ଟାର୍ଗେଟ ମୋଟେ 38,000 ଅଛି। ତେଣୁ ଯାହା ରିଭ୍ୟୁ 100% ସେମାନେ ଆଚିଭ୍ କରିବେ ଏଭଳି ଟାର୍ଗେଟରେ ସେମାନେ ପହଞ୍ଚି ଗଲେଣି। ତେଣୁ ଲକ୍ଷପତି ବୃଦ୍ଧିରେ କଳାହାଣ୍ଡି ଜିଲ୍ଲା ଏକ ପ୍ରମୁଖ 100% ଜିଲ୍ଲା ଭାବେ ଆସିବ। ଅଙ୍ଗନବାଡ଼ି 117ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ସରି 2,377ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ସେଥିରୁ 117ଟି ଅଙ୍ଗନବାଡ଼ି କେନ୍ଦ୍ର ଏବେ ଆମେ ଜଷ୍ଟ କମ୍ପ୍ଲିଟ୍ କରେଇକିରି ଦେଲେ, ଯୋଉଟାକ 375 ଆମ ପାଖେ ଡ୍ୟୁ ଥିଲା, ଘର ହୋଇନଥିଲା ବୋଲି ଆମେ ଯେଉଁ ଡିଜିଟାଲାଇଜ୍ ଅସମ୍ ଆପ୍କୁ ୟୁଜ୍ କରୁଛୁ ସେଥିରୁ ଆମେ ଦେଖିଲେ। ଏବଂ ଇଏ 117ଟି ଅଙ୍ଗନବାଡ଼ି କେନ୍ଦ୍ର ଏବେ କମ୍ପ୍ଲିଟ୍ ହେଇଯାଇଛି। ଏ ଫେଜ୍ରେ ପାଖାପାଖି ଏ ବର୍ଷର ଏଣ୍ଡ ସୁଦ୍ଧା କଳାହାଣ୍ଡି ଜିଲ୍ଲା ସମ୍ପୂର୍ଣ୍ଣ ଅଙ୍ଗନବାଡ଼ି ଘର, ନିଜସ୍ୱ ଘରେ ଅଙ୍ଗନବାଡ଼ି ଚାଲିବ ଏଭଳି ଆଶ୍ୱାସନା ପଦାଧିକାରୀମାନେ ଏଠି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହରେ ଟାର୍ଗେଟ ବହୁତ ବଡ଼ ଅଛି। ଏଠି 700 ପାଖାପାଖି 657 ଆଇଡେଣ୍ଟିଫାଏ ହେଇଛନ୍ତି ଏବଂ 457 ଜଣ ନୋଟିଫାଏ ହେଇଛନ୍ତି। ବହୁତ ଜଲ୍ଦି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କଳାହାଣ୍ଡି ଜିଲ୍ଲାରେ ଏବେ ଆରମ୍ଭ ହେବ। ଟୁରିଜିମର ଯେଉଁ ବରିଷ୍ଠ ନାଗରିକ ତୀର୍ଥ ଯୋଜନା ଆମେ 25-26ରେ ଅଯୋଧ୍ୟା, ବାରାଣାସୀ, ମଦୁରାଇ, ରାମେଶ୍ୱର 186 ଜଣ ବ୍ୟକ୍ତିଙ୍କୁ ଆମେ ଏଠୁ ପଠେଇଥିଲେ। ତେଣୁ ଆମେ ଯେଉଁ ସବୁଠୁ ବଡ଼ କ୍ରପ୍ ଏଠି ହେଲା ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟରେ ଆମ ସବସିଡ଼ି ଯେଉଁଟା ଦେଉଛୁ ଆମେ ପାଖାପାଖି 900 କୋଟି ସବସିଡ଼ି ମନି ଲୋକଙ୍କୁ ମିଳିଛି। ଜିଲ୍ଲାପାଳଙ୍କ ସହିତ ଏବେର ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ଉପରେ କଥା ହୋଇଥିଲି। ପାଖାପାଖି 200 ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ସେଣ୍ଟର କ୍ଲୋଜ୍ କରିସାରିଲେଣି, ଆଉ 31ଟା ଭିତରେ ଅଛି। ତେଣୁ ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ଏବଂ ସାଧାରଣ ଲୋକଙ୍କୁ ପାଖେ ଯେଉଁ ସବସିଡ଼ି ପହଞ୍ଚିବାର ବ୍ୟବସ୍ଥା ସନ୍ତୋଷଜନକ ଅଛି। ବନ୍ଧୁମାନେ, ସଫଳତା କେବଳ ଏକ ପରିସଂଖ୍ୟାନ ନୁହେଁ। ଆମେ ମହିଳା ଶିଶୁ ବିକାଶ ବିଭାଗରେ ଅଙ୍ଗନବାଡ଼ି ସେଣ୍ଟର, ଆର ପୋଷଣ, ଏଇଠି ଆସୁଥିବା ସାମାଜିକ ସମସ୍ୟା ଏବଂ ତାକୁ ପ୍ରତିହିତ କରିବା ପାଇଁ ଆମ ପାଖେ ଥିବା ଯୋଜନାକୁ କିଭଳି ସମ୍ବଳିତ କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ସେ ବିଷୟରେ ଆମେ କଥା ହେଲୁ। ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ଅପପୁଷ୍ଟି ମୁକ୍ତ ଓଡ଼ିଶାରେ କଳାହାଣ୍ଡିର ଯେଉଁମାନେ ବୁଦ୍ଧିଜୀବୀ ଏବଂ ସାଧାରଣ ଜନତାମାନଙ୍କୁ ମୋର ଆହ୍ୱାନ, ଯେମିତି ନିଜେ କିଛି ଭୋଜି କଲେ ଗାଁରେ, ନିଜ ଜନ୍ମଦିନ ବା ନିଜର କିଛି ପର୍ବ କଲେ ଆପଣମାନେ ଅନ୍ୟକୁ ଖାଇବାକୁ ଦେଉଛନ୍ତି, ଅଙ୍ଗନବାଡ଼ି ସେଣ୍ଟରରେ ଛୁଆମାନଙ୍କୁ ବି ସେଇ ସମୟରେ ପୁଷ୍ଟିକର ଯୁକ୍ତ ବା ଭିଟାମିନ୍ ଯୁକ୍ତ ଫଳ ବା ଖାଦ୍ୟ ଦେବାକୁ ମୁଁ ବିଶେଷ ଅନୁରୋଧ କରୁଛି। କାରଣ ଆମ ଅଞ୍ଚଳରେ ଅପପୁଷ୍ଟି, ମାଲନ୍ୟୁଟ୍ରିସନ୍, ସିଭିୟର ମାଲନ୍ୟୁଟ୍ରିସନ୍ ପିଲା ଆମେ ଚିହ୍ନଟ କରିବା ଏବଂ ତାକୁ ସାରିବା ପ୍ରକ୍ରିୟାରେ ଜନଭାଗିଦାରୀର ଆବଶ୍ୟକ ଅଛି। ସରକାର ନିରନ୍ତର ପ୍ରୟାସ କରୁଛି କି କିଭଳି ଲୋକଙ୍କ ରୋଜଗାର ବଢ଼ିବ, ମହିଳାମାନେ ସୁରକ୍ଷିତ ରହିବେ ଏବଂ ମିଶନ ଶକ୍ତିର ବିଭାଗର କାମ ଆଧାରରେ ଆମେ ଗାଁରେ ଥିବା ସ୍ୱୟଂ ସହାୟତା ଗୋଷ୍ଠୀଙ୍କ ପାଖେ ସଶକ୍ତ କରି ତାଙ୍କୁ ସମୃଦ୍ଧ କରିବାର ବ୍ୟବସ୍ଥା କରୁଛେ। ସୁଭଦ୍ରା ମାଧ୍ୟମରେ ମହିଳାଙ୍କ ହାତକୁ ଆମେ ଆର୍ଥିକ ଅନୁଦାନ ଦେଇ ଏକ ଓମେନ୍ ଲେଡ୍ ଇକୋନୋମି ବିକଶିତ ଭାରତରେ ହେବ, ମହିଳା କେନ୍ଦ୍ରିକ ଅର୍ଥନୀତି ଓଡ଼ିଶାରେ ହେବ, ଏଭଳି ଏକ ବ୍ୟବସ୍ଥା ତିଆରି କରୁଛେ। କଳାହାଣ୍ଡି ଜିଲ୍ଲା ଏକ ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ସ୍ୱୟଂଭୂ ଜିଲ୍ଲା, ଯେଉଁଠି ଇନ୍ଦ୍ରାବତୀ ଏବଂ ତେଲ ନଦୀ ଅଛି ଏବଂ ଯାହାର ଚାରିପଟ ସବୁଜିମାରେ ଭରି ଅନେକ ଖଣିର ଖଦାନର ବି ଅଛି ଏବଂ ମିଲେଟ୍, ହଳଦୀ ଏବଂ ଇଏ ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟରେ ଏ ଜିଲ୍ଲା ମାଛକୁ ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଭାବେ ନେଇଛି ଏବଂ ଆତ୍ମନିର୍ଭର ହେବା ପାଇଁ ଜିଲ୍ଲା ମାଛରେ
निजे प्रयास करुछु ये प्रयास पाई मो अधिकारी एवं साधारण जनता जो माने एथिरे साहाय्य करुचंती समस्त को धन्यवाद देवा सहित जो जो कमिटमेंट टूरिज्म रे आमे करिलु और आगु को जो प्रोजेक्ट आमे कथा हेतु बहुत जल्दी केसिंगा अंचल एवं एइछि गोटे मेरेन ड्राइव पुरानापड़ा टैंक को मेरेन ड्राइव रे संयोग करने ପାଇଁ जो योजना अच्छी ताको आमे बहुत जल्दी कार्यकारी करेबु। लेकिन मु आपन आसला बेले बोध मते लागुचे पचारिथिले आ सेटा कहिथिले कि मो रिव्यू करी फैमिली जे पापन करी बोली मु कले आपन को तार खबर तो देबी कि को जाय हमें पहुंचीचे कने एटा होम डिपार्टमेंट अच्छे पुलिस इन्वेस्टिगेशन करिथिबे एथिरे रिव्यू रे हमें तिनी विभाग जो मोर अच्छी तार और गाड़ी रे मु करिथिली मोबे कथा हिला परे कहिथिले जे भी दोषी दंड पाइबो एवं जदि दिव्यांग आश्रम रे भली किसी कथा हेतु ताकू लुचेबा बा घुरेबार किसी आवश्यकता नहीं जे आधुरी दोषी से दंड पाइबो जेडबड़ लोक मिले भी दंड पाइबो। केसिंगारू प्रीतेश पटेल रिपोर्ट कोशल प्रवाह।